ବର୍ତ୍ତମାନ ତ ଆପଣମାନେ ସୋସିଆଲ ମିଡ଼ିଆରେ ଏହା ଜାଣି ସାରିଥିବେ ଯେ ଉତ୍ତରପ୍ରଦେଶର ପ୍ରୟାଗରାଜରେ ମହାକୁମ୍ଭ ମେଳା ପାଳନ କରାଯାଉଛି। ଏହି ମେଳାଟି ଆଗାମୀ 45 ଦିନ ପର୍ଯ୍ୟନ୍ତ ହେବ ଏବଂ ଏହି ମେଳାଟି ଫେବୃଆରୀ 24 ତାରିଖରେ ଶେଷ ହେବ। ତେବେ ଏହି ଯେଉଁ ମେଳାଟି ମହାକୁମ୍ଭ ମେଳା ଏହା ଦୀର୍ଘ 144 ବର୍ଷ ପରେ ପାଳନ କରାଯାଉଛି। କୁମ୍ଭମେଳା 4 ପ୍ରକାରର ହୋଇଥାଏ। କୁମ୍ଭମେଳା, ଅର୍ଦ୍ଧ କୁମ୍ଭମେଳା, ପୂର୍ଣ୍ଣ କୁମ୍ଭମେଳା ଏବଂ ମହାକୁମ୍ଭ ମେଳା। କୁମ୍ଭମେଳାଟି 4 ବର୍ଷରେ ଥରେ ପାଳନ କରିଥାଏ। ସେହିପରି ଭାବରେ ଅର୍ଦ୍ଧ କୁମ୍ଭମେଳା ପ୍ରତ୍ୟେକ 6 ବର୍ଷରେ ଥରେ ପାଳନ କରାଯାଏ ଏବଂ ପୂର୍ଣ୍ଣ କୁମ୍ଭମେଳା 12 ବର୍ଷରେ ଥରେ ପାଳନ କରାଯାଏ। ସେହିପରି ଭାବରେ ତାପରେ ଆସିଲେ ମହାକୁମ୍ଭ ମେଳା। ଯେତେବେଳେ 12ଟି ପୂର୍ଣ୍ଣ କୁମ୍ଭ ହୋଇଯିବ ସେତେବେଳେ ମହାକୁମ୍ଭ ମେଳାକୁ ପାଳନ କରାଯିବ। କହିବାର ତାତ୍ପର୍ଯ୍ୟ ଏଇଆ, 12 ବର୍ଷ 12 ବର୍ଷ 12 ବର୍ଷ ଏହିପରି ଭାବରେ ଯେତେବେଳେ 12ଟି କୁମ୍ଭମେଳା ପୂର୍ଣ୍ଣ କୁମ୍ଭମେଳା ପରିପୂର୍ଣ୍ଣ ହେବ ସେତେବେଳେ ଯାଇକି ମହାକୁମ୍ଭ ମେଳା ପାଳନ କରାଯିବ, ଯେଉଁଟାକି ପ୍ରତ୍ୟେକ 144 ବର୍ଷ ପରେ ଆସିଥାଏ। ଏବଂ ଏ ବର୍ଷ 2025 ମସିହା ସେହି 144 ବର୍ଷ ପୂର୍ଣ୍ଣ ହୋଇସାରିଛି ଏବଂ ତାହା ବର୍ତ୍ତମାନ ମହାକୁମ୍ଭ ମେଳା ପାଳନ କରାଯାଉଛି। ଏହି ମହାକୁମ୍ଭ ମେଳା ଦେଖିବାକୁ 40 କୋଟିରୁ ଅଧିକ ଲୋକ ଆସିବେ, ଯିଏକି ଦେଶ ଏବଂ ବିଦେଶରୁ ମଧ୍ୟ ଆସିବେ। କୁହାଯାଏ କି ଏହି ମହାକୁମ୍ଭ ମେଳାରେ କି କୁମ୍ଭ ମେଳାରେ ଯିଏ ଯଦି ଆସି ଏଠାରେ ବୁଡ଼ ପକାଇବ ତାହେଲେ ତା ଜୀବନର ସମସ୍ତ ପାପ ଧୋଇଯିବ। ତେବେ ସାଙ୍ଗମାନେ, ଆପଣ ଯଦି ପୂର୍ଣ୍ଣ କୁମ୍ଭ ମେଳା କି ମହାକୁମ୍ଭ ମେଳା ଦେଖିବାକୁ ଯାଉଛନ୍ତି ତାହେଲେ କମେଣ୍ଟ ସେକ୍ସନରେ ନିଶ୍ଚିତ ଜଣାନ୍ତୁ। ଆମେ ଆମର ଶୁଭକାମନା ଆପଣଙ୍କ ସହିତ ନିଶ୍ଚିତ ଦେବୁ। ତେବେ ଏହି ଯେଉଁ କୁମ୍ଭ ମେଳା, ମହାକୁମ୍ଭ, ଅର୍ଦ୍ଧକୁମ୍ଭ, କୁମ୍ଭ ମେଳା, ଏହା ପଛରେ ରହସ୍ୟ କ'ଣ? ଏତେ ବଡ଼ ମେଳାଟି 40 କୋଟି ଲୋକ ଆସିବେ। ଏହାକୁ ୟୁନେସ୍କୋ ୱାର୍ଲଡ ହେରିଟେଜ୍ ସାଇଟ୍ରେ ବି କରାଯାଇଛି। ଏହି ମେଳାଟିକୁ ଯଦି ଆପଣ ଆକାଶରୁ ବି ଦେଖିବେ ତାହା ଆପଣଙ୍କୁ ଦେଖାଯିବ। ତାହେଲେ ଏହି ମେଳାଟି ଏତେ ବଡ଼, ଏତେ ବିଶ୍ୱାସୀ, ଭଗବାନଙ୍କ ଆସ୍ଥା ଉପରେ ଏତେ ବଡ଼ ମେଳା କିପରି ଭାବରେ ହେଲା? କାହିଁକି ମହାକୁମ୍ଭ ମେଳା ପାଳନ କରାଯାଏ? ମହାକୁମ୍ଭ, କୁମ୍ଭର ଶବ୍ଦର ଅର୍ଥ କ'ଣ? ସବୁକିଛି ଜାଣିବା ଏହି ଭିଡ଼ିଓରେ। ସେଥିପାଇଁ ଭିଡ଼ିଓକୁ ଗୋଟେ ଛୋଟିଆ ଲାଇକ୍ ଟିଏ କରିଦିଅନ୍ତୁ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ ଟିଏ କରିଦିଅନ୍ତୁ। ଦେଖନ୍ତୁ, କଥାଟି ହେଲା ଯେତେବେଳେ ମହାଋଷି ଦୁର୍ବାସା ଯାଇଥିଲେ ଦେବରାଜ ଇନ୍ଦ୍ରଙ୍କ ସହିତ ସାକ୍ଷାତ କରିବା ପାଇଁ, ସେ ସ୍ୱର୍ଗଲୋକକୁ ଗଲେ ଏବଂ ଇନ୍ଦ୍ରଙ୍କୁ ନିଜ ସମ୍ମୁଖରେ ଦେଖିଲେ। ସେ ଇନ୍ଦ୍ରଙ୍କୁ ଦେଖି ଅତ୍ୟନ୍ତ ପ୍ରସନ୍ନ ହେଲେ ଏବଂ ତାଙ୍କ ବେକରେ ଯେଉଁ ଫୁଲହାରଟିଏ ପଡ଼ିଥିଲା ସେହି ଫୁଲହାରଟିକୁ ଦେବରାଜ ଇନ୍ଦ୍ରଙ୍କୁ ପିନ୍ଧାଇ ଦେଲେ। କିନ୍ତୁ ଏପଟେ ଦେବରାଜ ଇନ୍ଦ୍ର ନିଜର ଗର୍ବ, ଅହଙ୍କାର ଏବଂ ମୌଜ ମସ୍ତିରେ ବୁଡ଼ି ହୋଇ ରହିଥିଲେ। ସେ ନିଜ ଅହଙ୍କାରରେ ସେହି ମାଳଟିକୁ ନିଜ ବେକରୁ କାଢ଼ି ତାଙ୍କର ହାତୀ ଉପରେ ପିନ୍ଧାଇ ଦେଲେ। ହାତୀଟି ଯେତେ ଚମତ୍କାରୀ ହେଲେ କ'ଣ ହେବ? ସେ ତ ପରିଶେଷରେ ଗୋଟାଏ ପଶୁ ନା। ସେ କ'ଣ କଲା? ସେହି ମାଳଟିକୁ ତଳକୁ ଫୋପାଡ଼ି ଦେଲା ଏବଂ ସେହି ମାଳଟିକୁ ନିଜ ପାଦରେ ମାଡ଼ି ଚରକଟି ଦେଲା। ଯେତେବେଳେ ଏହିସବୁ ଘଟଣା ଋଷି ଦୁର୍ବାସା ନିଜ ଆଖି ସାମ୍ନାରେ ଦେଖୁଛନ୍ତି, ତାଙ୍କ ସାମ୍ନାରେ ଏହିସବୁ ଘଟଣା ଘଟି ଚାଲିଛି, ସେ ଅତ୍ୟନ୍ତ କ୍ରୋଧ ହୋଇଗଲେ, ଅତ୍ୟନ୍ତ ରାଗିଗଲେ ଏବଂ ତାଙ୍କ ଆଖିରେ ନିଆଁ ବାହାରିବାକୁ ଲାଗିଲା। ସେ ରାଗିଯାଇ ଦେବରାଜ ଇନ୍ଦ୍ରଙ୍କୁ ଏହି ଅଭିଶାପ ଦେଲେ ଯେ ଯେଉଁଥିପାଇଁ ତୁମେ ଏତେ ଗର୍ବ କରୁଛ, ଏତେ ସମ୍ପତ୍ତି ପାଇଁ ତୁମେ ଏତେ ଗର୍ବ କରୁଛ, ଏତେ ଶକ୍ତି ସାମନ୍ତ ପାଇଁ ତୁମେ ଏତେ ଗର୍ବ କରୁଛ, ତୁମର ସେ ସବୁକିଛି କେବଳ ତୁମର ନୁହେଁ, ସମସ୍ତ ଦେବତାମାନଙ୍କର ସେ ସବୁକିଛି ରହିବ ନାହିଁ। ସବୁକିଛି ଧୀରେ ଧୀରେ ବିଲୁପ୍ତ ହେବାରେ ଲାଗିବ। ଯେତେବେଳେ ଋଷି ଦୁର୍ବାସାଙ୍କର ଏହିପରି ଭାବରେ ଅଭିଶାପ ପାଇଲେ ଦେବରାଜ ଇନ୍ଦ୍ର, ସେ ଅତ୍ୟନ୍ତ ଡରିଗଲେ, ଅତ୍ୟନ୍ତ ଭୟଭୀତ ହୋଇଗଲେ। ସେ ଋଷି ଦୁର୍ବାସାଙ୍କୁ କ୍ଷମା ପ୍ରାର୍ଥନା କଲେ ଏବଂ ତାଙ୍କୁ କହିଲେ, ମୋତେ କ୍ଷମା କରିଦିଅନ୍ତୁ, ମୁଁ ଭୁଲବଶତଃ ଅହଙ୍କାରରେ ବୁଡ଼ି ହୋଇ ରହିଥିଲି ଏବଂ ଏହି ଭୁଲ କାର୍ଯ୍ୟଟି କୁକାର୍ଯ୍ୟଟି କରିଦେଇଛି, ଆପଣ ମୋତେ କ୍ଷମା କରିଦିଅନ୍ତୁ। କିନ୍ତୁ ଋଷି ଦୁର୍ବାସାଙ୍କର ସେହି ଅଭିଶାପ ପୁଣି ଥରେ ଫେରସ୍ତ ହୋଇପାରିବ ନାହିଁ। ସେ ସେଠାରୁ ପଳାଇ ଆସିଲେ। ଋଷି ଦୁର୍ବାସାଙ୍କର ସେହି ଅଭିଶାପ କ୍ରମଶଃ ଫଳପ୍ରଦ ହେବାକୁ ଲାଗିଲା। ଯେତେବେଳେ ଫଳପ୍ରଦ ହେବାକୁ ଲାଗୁଥିଲା, ସମସ୍ତ ଦେବତା ଧୀରେ ଧୀରେ ରୁଗ୍ଣ ହେବାକୁ ଲାଗିଲେ। ସେମାନଙ୍କର ଶକ୍ତି, ସାମନ୍ତ୍ୟ, ଧନ ସମ୍ପତ୍ତି ସବୁକିଛି କମିବାରେ ଲାଗିଲା। ଏହିପରି ଯେତେବେଳେ ହେଲା, ସମସ୍ତ ଦେବତା ବ୍ରହ୍ମାଙ୍କ ପାଖକୁ ଗଲେ, ତାଙ୍କ ପାଖରେ କିଛି ସମସ୍ୟାର ସମାଧାନ ମିଳିଲା ନାହିଁ। ତାପରେ ସମସ୍ତେ
ବିଷ୍ଣୁଙ୍କ ପାଖକୁ ଗଲେ। ଯେତେବେଳେ ବିଷ୍ଣୁଙ୍କ ପାଖକୁ ଗଲେ ବିଷ୍ଣୁ କହିଲେ ସମୁଦ୍ର ମନ୍ଥନ କର, ସମୁଦ୍ର ମନ୍ଥନରେ ଅମୃତ ମିଳିବ। ସେହି ଅମୃତଟିକୁ ପାନ କଲା ପରେ ସମସ୍ତ ଦେବତା ପୁଣି ଥରେ ଅମର ହୋଇଯିବେ। ହେଲେ ସମୁଦ୍ର ମନ୍ଥନ କିପରି ହେବ? ତା ପାଇଁ ରାକ୍ଷସମାନଙ୍କର ମଧ୍ୟ ସାହାଯ୍ୟ ନେବାକୁ ପଡ଼ିବ। ରାକ୍ଷସମାନଙ୍କୁ ଯାଇ ସେମାନେ ଯେତେବେଳେ କଥା କହିଲେ, ରାକ୍ଷସମାନେ ମଧ୍ୟ ଅମୃତ ପାଇବା ଆଶାରେ ରାଜି ହୋଇଗଲେ ସମୁଦ୍ର ମନ୍ଥନ କରିବା ପାଇଁ। ଏବଂ ତାପରେ ସମୁଦ୍ର ମନ୍ଥନ କରାଗଲା। ଭଲ ଭଲ ଜିନିଷ, ଧନ ସମ୍ପତ୍ତି, ରୂପା, ଏହିପରି କିଛି କିଛି ଜିନିଷ ସମୁଦ୍ରରୁ ବାହାରିବାକୁ ଲାଗିଲା। ବାହାରିଲା ବିଷ ଏବଂ ସେହି ବିଷଟି ସମଗ୍ର ସଂସାରକୁ ଧ୍ୱଂସ କରିବାକୁ ଲାଗୁଥିଲା। ସେତେବେଳେ ଆସିଲେ ଦେବଦେବ ମହାଦେବ ଏବଂ ସେହି ବିଷକୁ ପାନ କଲେ। ବିଷଟି ଏତେ ପ୍ରଖର ଥିଲା କି ମହାଦେବ ମଧ୍ୟ ସେହି ବିଷଟିକୁ ସହିପାରିଲେ ନାହିଁ। ମାତା ପାର୍ବତୀ ଆସି ସେହି ବିଷଟିକୁ ମହାଦେବଙ୍କର ତଣ୍ଟିରେ ଧାରଣ କରାଇଦେଲେ। ସେହିଦିନଠୁ ମହାଦେବଙ୍କର ନାମ ପଡ଼ିଗଲା ନୀଳକଣ୍ଠ। ଛାଡ଼ ସେ କଥା। ଏପଟେ ଯେତେବେଳେ ସମୁଦ୍ର ମନ୍ଥନ ପରେ ଅମୃତ ବାହାରିଲା, ସେତେବେଳେ ରାକ୍ଷସମାନେ ସେହି ଅମୃତଟିକୁ ଛଡ଼ାଇ ନେଇ ପଳାଇବାକୁ ଲାଗିଲେ। ଦେବତା ଏବଂ ରାକ୍ଷସମାନଙ୍କ ମଧ୍ୟରେ 12 ଦିନ ପର୍ଯ୍ୟନ୍ତ ଯୁଦ୍ଧ ହେବାକୁ ଲାଗିଲା। ତାପରେ ସେହି ଅମୃତଟିକୁ ଦେବତାମାନଙ୍କୁ ବାଣ୍ଟି ଦିଆଗଲା। ଏଇ ଯେଉଁ 12 ଦିନ ପର୍ଯ୍ୟନ୍ତ ଯୁଦ୍ଧ ଲାଗିଲା, ତାପରେ ଇନ୍ଦ୍ରଙ୍କର ପୁତ୍ର ସେହି କଳସ, ଯେଉଁ କୁମ୍ଭର ଅର୍ଥ କଳସ, ସେହି ଅମୃତ କଳସଟିକୁ ଧରି ପଳାଉଥିଲେ, ସେତେବେଳେ ସେହି ଅମୃତ କଳସରୁ 4ଟି ବୁନ୍ଦା ପୃଥିବୀ ଉପରେ ଆସି ପଡ଼ିଲା। ତାହା 4ଟି ଜାଗାରେ ପଡ଼ିଲା: ପ୍ରୟାଗରାଜ, ହରିଦ୍ୱାର, ଉଜ୍ଜୈନ ଏବଂ ନାସିକ। ଏହି 4ଟି ଜାଗାରେ 4 ବୁନ୍ଦା ଅମୃତ ଆସି ପଡ଼ିଥିଲା। ସେଥିପାଇଁ ଏହି 4ଟି ଜାଗାରେ କୁମ୍ଭମେଳା ପାଳନ କରାଯାଏ। ହେଲେ ପ୍ରତ୍ୟେକ କୁମ୍ଭମେଳା 12 ବର୍ଷରେ କାହିଁକି ପାଳନ କରାଯାଏ? ଯେଉଁ ଦେବତା ଏବଂ ଦାନବମାନଙ୍କ ମଧ୍ୟରେ ଯୁଦ୍ଧ ଚାଲିଥିଲା, ସେହି ଯୁଦ୍ଧଟି 12 ଦିନ ପର୍ଯ୍ୟନ୍ତ ଚାଲିଥିଲା। ଏବଂ ପୌରାଣିକ କଥାରେ ଏହା ବର୍ଣ୍ଣିତ ଅଛି କି ଦେବତାମାନଙ୍କର ଗୋଟାଏ ଦିନ ପୃଥିବୀର ଗୋଟାଏ ବର୍ଷ ସହିତ ସମାନ। ସେଥିପାଇଁ ସେଠାରେ ଯେଉଁ 12 ଦିନ ପର୍ଯ୍ୟନ୍ତ ଯୁଦ୍ଧ ଚାଲିଥିଲା, 12 ଦିନ ପରେ ଦେବତାମାନେ ଅମୃତକୁ ପାଇଥିଲେ। ସେହି 12 ଦିନ ପୃଥିବୀର 12 ବର୍ଷ ସହିତ ସମାନ। ସେଥିପାଇଁ ପ୍ରତ୍ୟେକ 12 ବର୍ଷରେ କୁମ୍ଭମେଳା ପାଳନ କରାଯାଏ। ଏହି ଯେଉଁ କୁମ୍ଭମେଳା ପ୍ରୟାଗରାଜ, ହରିଦ୍ୱାର, ଉଜ୍ଜୈନ ଏବଂ ନାସିକ, ଏହି 4ଟି ଜାଗାରେ ପାଳନ କରାଯାଏ। କିନ୍ତୁ ପ୍ରୟାଗରାଜରେ ଯେଉଁ କୁମ୍ଭମେଳା ପାଳନ କରାଯାଏ, ତାହାକୁ ଅଧିକ ଧାର୍ମିକ ବୋଲି ମନାଯାଏ। କାରଣ ପ୍ରୟାଗରାଜରେ 3ଟି ନଦୀର ସଙ୍ଗମ ଅଛି। ତ୍ରିନଦୀର ସଙ୍ଗମ ଗଙ୍ଗା, ଯମୁନା ଏବଂ ସରସ୍ୱତୀ। ବର୍ତ୍ତମାନ ସରସ୍ୱତୀ ଦେଖାଯାଉନାହାନ୍ତି, କିନ୍ତୁ ଏହା ମାନ୍ୟତା ଅଛି କି ସେ ମାଟି ତଳେ ତଳେ ବହିଥାନ୍ତି। ସେଥିପାଇଁ ଏହି 3ଟି ନଦୀର ମିଳନ ସ୍ଥାନରେ ଯଦି କୁମ୍ଭମେଳା ପାଳନ କରାଯାଏ, ତାହେଲେ ସେହି କୁମ୍ଭମେଳାରେ ଯଦି କେହି ଲୋକ ବି ଯାଇ ବୁଡ଼ ପକାଇଥାଏ, ତାହେଲେ ତା ଜୀବନର ସମସ୍ତ ପାପ ଧୋଇ ଯାଇଥାଏ। ତ ଏ ଥିଲା ସମ୍ପୂର୍ଣ୍ଣ ରହସ୍ୟ କୁମ୍ଭମେଳା ବିଷୟରେ। ମହାକୁମ୍ଭମେଳା ଏବଂ ଅର୍ଦ୍ଧକୁମ୍ଭ, ପୂର୍ଣ୍ଣକୁମ୍ଭ, ସମସ୍ତ ପ୍ରକାରର କୁମ୍ଭମେଳା ବିଷୟରେ। ବର୍ତ୍ତମାନ ସରକାର ଏହି କୁମ୍ଭମେଳା ପାଳନ କରିବା ପାଇଁ 6,800 କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ବୁଝିପାରୁଛନ୍ତି? 6,800 କୋଟି ଟଙ୍କା ଖର୍ଚ୍ଚ କରାଯାଇଛି, ଯେଉଁଥିରେ କି ଏହି କୁମ୍ଭମେଳାକୁ, ମହାକୁମ୍ଭମେଳାକୁ ଦେଖିବା ପାଇଁ 40 କୋଟିରୁ ଅଧିକ ଲୋକ ଏଠାକୁ ଆସିବେ ଏବଂ 10 ଲକ୍ଷରୁ ଅଧିକ ଲୋକଙ୍କ ରହିବା ପାଇଁ ବାସସ୍ଥାନ ନିର୍ମାଣ କରାଯାଇଛି। ସେ ବି ଟେଣ୍ଟ ହାଉସ୍ ନିର୍ମାଣ କରାଯାଇଛି। ତେବେ ଆଶା କରାଯାଉଛି ଏହି କୁମ୍ଭମେଳାରେ ଭାରତର GDP କିଛିଟା ଗ୍ରୋ କରିବ, ଉପରକୁ ଉଠିବ। କାରଣ 6,800 କୋଟି ଖର୍ଚ୍ଚ କରାହେଉଛି, ତାମାନେ ଏଠାରେ ଟୁରିଜିମ୍ କେତେ ଅଧିକ ହେବ। 40 କୋଟି ଲୋକ ଏଠାକୁ ଦେଖିବାକୁ ଆସିବେ। ଏହି ମେଳାଟି ଏତେ ବଡ଼ କି ଏହାକୁ ୟୁନେସ୍କୋ ୱାର୍ଲଡ ହେରିଟେଜ୍ ସାଇଟ୍ରେ ବି ସାମିଲ କରାଯାଇଛି। ଏହି ମେଳାଟିକୁ ଯଦି ଆପଣ ମହାକାଶରୁ ବି ଦେଖିବେ, ତାହେଲେ ମଧ୍ୟ ଆପଣ ଏଠାରେ ଦେଖିପାରିବେ। କିନ୍ତୁ ଏହି ମେଳାର ଗୋଟାଏ ଫ୍ୟାକ୍ଟ ହେଲା
ଯେ ଅଘୋରୀ ବାବା ମାନେ ସର୍ବପ୍ରଥମେ ଏହି ମେଳାରେ ବୁଡ଼ ପକାଇବେ। ତାଙ୍କ ପରେ ଅନ୍ୟ ବାବା କି ସାଧାରଣ ଲୋକମାନେ ବୁଡ଼ ପକାଇବେ। ପ୍ରତ୍ୟେକ ଲୋକ ଯାଉଛନ୍ତି ଦେଶ ବିଦେଶରୁ ଏହି ମେଳାଟିକୁ ଦେଖିବା ପାଇଁ। ଯଦି ଆପଣ ମହାକୁମ୍ଭ ମେଳା ଦେଖିବା ପାଇଁ ଯାଉଛନ୍ତି ତାହେଲେ କମେଣ୍ଟ ସେକ୍ସନରେ ନିଶ୍ଚିତ କମେଣ୍ଟ କରି ଆମକୁ ଜଣାନ୍ତୁ। ଏବଂ ଆପଣ ଯଦି ଯାଉଛନ୍ତି ପଲ୍ଟୁ ଷ୍ଟୋରୀର ସମସ୍ତ ଟିମ୍ ତରଫରୁ ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା, ଅନେକ ଅନେକ ଶୁଭକାମନା। ଆପଣ ନିଶ୍ଚିତ ରୂପରେ ଯାଆନ୍ତୁ ଏବଂ ସେହି ମହାକୁମ୍ଭ ମେଳାକୁ ଅନୁଭବ କରନ୍ତୁ ଏବଂ ନିଜର ଏକ୍ସପେରିଏନ୍ସ ଆମ କମେଣ୍ଟ ମାଧ୍ୟମରେ କମେଣ୍ଟ ସେକ୍ସନରେ ଆମକୁ ଜଣାନ୍ତୁ। ଆମେ ମଧ୍ୟ ଆପଣଙ୍କ କମେଣ୍ଟକୁ ପିକ୍ କରି ଆମ ଦର୍ଶକମାନଙ୍କୁ ଦେଖାଇବୁ। ବିଦାୟ ଦିଅନ୍ତୁ, ଦେଖା ହେବ ଅନ୍ୟ ଏକ ଇନଫର୍ମେଟିଭ୍ ଏବଂ ମୋଟିଭେସନ୍ ଭିଡ଼ିଓରେ। ସେ ପର୍ଯ୍ୟନ୍ତ ଧନ୍ୟବାଦ।